ଆଜିର ଟପିକ୍ ହେଲା ବାପା ମାଆଙ୍କ ବିଷୟରେ। ମାନେ ଯେଉଁ ବାପା ମାଆ ଜନ୍ମ କରି ଏତେ କଷ୍ଟ କରିଥାନ୍ତି, ନିଜେ ନ ଖାଇକି ଛୁଆମାନଙ୍କୁ ଖାଇକି ବଢ଼େଇଥାନ୍ତି, ନିଜେ ଉପାସ ରହି ତାଙ୍କୁ ମଣିଷ କରିଥାନ୍ତି କି ମୋ ପିଲା ଖାଉ ବଡ଼ ହଉ ଭଲରେ ରହୁ। କିନ୍ତୁ ଯେତେବେଳେ ସେହି ପିଲା ବଡ଼ ହେଇଯାଆନ୍ତି ବାପା ମାଆକୁ ପଚାରନ୍ତି ନାହିଁ, ତାଙ୍କ ଦୁଃଖ କଷ୍ଟ କିଛି ବୁଝିପାରନ୍ତିନି। ସେ କହନ୍ତି କି ତମେ ତୁମ କର୍ତ୍ତବ୍ୟ କରିଛ, କିନ୍ତୁ ସିଏ ଜାଣିନାହାନ୍ତି କି ତମେ ବି ଦିନେ ବି କେବେ ବାପା ମାଆ ହେବ, ତୁମ ଛୁଆ ବି ସେଇ ଟାଇପ୍ର କରିବ। ଆଜିକାଲି ଦୁନିଆରେ ପିଲାମାନେ କ'ଣ କରୁଛନ୍ତି କି ବାପା ମାଆଙ୍କୁ ଯେତେବେଳେ ବୃଦ୍ଧ ହେଉଛନ୍ତି ବୃଦ୍ଧାଶ୍ରମ ନେଇକି ଛାଡ଼ି ଦେଉଛନ୍ତି। ସେଇଟା କ'ଣ ଭଲ କରୁଛନ୍ତି? କାରଣ ବାପା ମାଆ ଯେତେବେଳେ ତୁମକୁ ଜନ୍ମ କରିଥିଲେ ତୁମକୁ ନେଇକି କେଉଁଠି ବାହାର ଛାଡ଼ି ନଥିଲେ, ତୁମେ କେମିତି ବାପା ମାଆଙ୍କୁ ନେଇକି ବୃଦ୍ଧାଶ୍ରମ ଛାଡ଼ି ଦେଉଛ। କେତେ ପରିବାରରେ ମୁଁ ଦେଖିଛି କି ବାପା ମାଆଙ୍କୁ ବିଭକ୍ତ କରି ରଖୁଛନ୍ତି। ମାଆ ଯଦି ସାନ ପୁଅ ପାଖରେ ରହିଲା, ବାପା ବଡ଼ ପୁଅ ପାଖରେ। ଯେତେବେଳେ ବାପା ମାଆ ଜନ୍ମ କରୁଛନ୍ତି ତୁମମାନଙ୍କୁ ତ ବିଭକ୍ତ କରି ରଖୁନାହାନ୍ତି, ଏକା ସାଙ୍ଗେ ରଖୁଛନ୍ତି। ତୁମେ କେମିତି ବାପା ମାଆଙ୍କୁ ବିଭକ୍ତ କରିକି ରଖୁଛ? ସେ କ'ଣ ଭଲ କରୁଛ? ନା ବୃଦ୍ଧାଶ୍ରମ ଯେଉଁ ଛାଡ଼ି ଦେଉଛ ଭଲ କରୁଛ? ବହୁତ ପାପ କରୁଛ। ତୁମେ ଭାବୁଛ ତୁମେ ଯେଉଁଟା କରୁଛ ବହୁତ ଭଲ କରୁଛ, କିନ୍ତୁ ମୁଁ ଜାଣିବାରେ ବହୁତ ପାପ କରୁଛନ୍ତି। ତୁମେ ଯେଉଁ ଜିନିଷ କରିଛ ଆଗ କ'ଣ ହେଉଥିଲା, ଆଉ ଗୋଟେ କଥା, ଆଗ କ'ଣ ହେଉଥିଲା, ଯାହା ବି ପାପ କର ତୁମେ ଆର ଜନ୍ମରେ ଭୋଗୁଥିଲ। କିନ୍ତୁ ଏଇଟା ହେଲା କଳିଯୁଗ। କଳିଯୁଗରେ ତୁମେ ଯେଉଁ ପାପ କରିବ ଏହି ଜନ୍ମରେ ତୁମେ ଭୋଗିକି ଯିବ। ଗୋଟେ ତା'ର ଅଛି, ଗୋଟେ ବାକ୍ୟ ଅଛି, जो बोएगा वही पाएगा, अपना किया आगे आएगा, जैसी करेणी वैसी भरेणी। ଆଉ ଗୋଟେ ଢଗ ଅଛି। ଲୋକମାନେ କିନ୍ତୁ ଯେହେତୁ ଏଇଟା ହେଲା କଳିଯୁଗ, ତାଙ୍କ ମୁଣ୍ଡରେ କିଛି ପଶୁନି। ସେ ଭାବୁଛନ୍ତି ଆମେ ଯାହା କରୁଛୁ ଭଲ ହିଁ କରୁଛୁ, ଆମେ ଭଲ ଖାଇବୁ, ଆମେ ଭଲ ପିନ୍ଧିବୁ, ବୁଢ଼ାମାନଙ୍କୁ କାହିଁ ସେବା କରିବୁ, ନେଇକି ବୃଦ୍ଧାଶ୍ରମରେ ଫୋପାଡ଼ି ଦେବୁ। ଆରେ ଭାବୁନାରେ, ତୁମେ ବି ଦିନେ ଦିନେ ସେଇ ଷ୍ଟେଜ୍କୁ ପହଞ୍ଚିବ। ସେଇ ଷ୍ଟେଜ୍କୁ ପହଞ୍ଚିଲା ପରେ କ'ଣ ହେବ, ତୁମକୁ ବି ତୁମ ଛୁଆମାନେ ନେଇକି ସେଇ ବୃଦ୍ଧାଶ୍ରମ ଫୋପାଡ଼ି ଦେଇକି ଆସିବେ। ସେ ତୁମେ ବୃଦ୍ଧାଶ୍ରମକୁ ଫୋପାଡ଼ି ଦେଇକି ଆସିଛ, କିନ୍ତୁ ତୁମ ଛୁଆମାନେ ତୁମକୁ ରୋଡ଼ କଡ଼ରେ ଫୋପାଡ଼ି ଦେଇକି ଆସିବେ। ତ ତୁମକୁ ଭଲ ଲାଗିବ, ଜାଣିବ ସେତେବେଳେ ବାପା ମାଆଙ୍କର କଷ୍ଟଟା ମନେ ପଡ଼ିବ। କିନ୍ତୁ ଦୁନିଆରେ ଧନ ସମ୍ପତ୍ତି ବଡ଼ ନଥାଏ, ବାପା ମାଆଙ୍କ ଆଶୀର୍ବାଦ ବଡ଼ ଥାଏ। ମୁଁ ସେତିକି ଭାଗ୍ୟବାନ ଝିଅ, ମୋ ବାପା ମାଆଙ୍କର ଧନ ନଥାଏ ମୋ ପାଖରେ, କିନ୍ତୁ ଆଶୀର୍ବାଦ ଅଛି ମୋ ପାଖରେ। ଯାଉ ଠାକୁର ମୋତେ କିଛି ପୁଣ୍ୟ କରିଥିଲି, ଏମିତି ବାପା ମାଆଙ୍କ କୋଳରେ ମୁଁ ଜନ୍ମ ନେଇଛି ଯେ ତାଙ୍କ ଆଶୀର୍ବାଦ ସବୁବେଳେ ମୋ ମଥା ଉପରେ ଅଛି। ମୋତେ ବହୁତ ଖୁସି, ତାଙ୍କୁ ଆଶୀର୍ବାଦ ଯୋଗୁଁ ମୁଁ ବହୁତ ଖୁସିରେ ଅଛି। ତାପରେ ଯେତେବେଳେ ମୋ ବାହାଘର ହେଇଥିଲା, ବାପା ମାଆ ମୋର ସବୁ କିଛି କରିଥିଲେ। ମାନେ ବାସନ କୁସନରୁ ଧନ, ମାନେ ସୁନା ଗହଣାରୁ ସବୁ ଜିନିଷ ମୋତେ ଦେଇକି ବିଦା କରିଥିଲେ। କିଛି ପ୍ରୋବ୍ଲେମ୍ ଯୋଗୁଁ ମୁଁ ଘରକୁ ଫେରିକି ଆସିଥିଲି, ତ ମୋର ଡିଭୋର୍ସ ହେଇଥିଲା। କିନ୍ତୁ ତେବେ ବି ବାପା ମୋତେ କେବେ ମୋତେ କାନ୍ଦିବାକୁ ଦେଇନାହାନ୍ତି। ଯେମିତି ଝିଅ ବୋଲି ସେମିତି ମୋତେ ରଖିଛନ୍ତି। କିନ୍ତୁ ସେ ଜିନିଷକୁ ଆଜି ପର୍ଯ୍ୟନ୍ତ ମୁଁ ପାଇଲିନି। ଲୋକ କହୁଛନ୍ତି କି ମୁଁ ସୁନା ଗହଣା ଜିନିଷପତ୍ର ସବୁ ନେଇକି ପଳେଇଛି, କିନ୍ତୁ ମୁଁ ନେଇଛି କି କିଏ ନେଇଛି ସେ ଉପରବାଲା ହିଁ ସାକ୍ଷୀ ଅଛି, ଉପରବାଲା ହିଁ ଦେଖୁଛି କିଏ ନେଇଛି। ଆଉ ମୁଁ ଠାକୁରଙ୍କୁ ଠିକ୍ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି କରୁଛି, ଭଗବାନ ଯିଏ ମୋ ନାଁ ପସେଇକି କି ମୋ ନାଁ କହିକି ମୋ ଜିନିଷ ଖାଇଛନ୍ତି କିନ୍ତୁ ଭୋଗ ନ କରିପାରନ୍ତି। ମୋ ପାଖେ ଭାଇ ଦେଖିବାକୁ ଗଲେ ଠାକୁର ମୋତେ ତାଠୁ 3 ଡବଲ ଦେଇଛନ୍ତି। ମୋ ଶାଶୁଘରେ ଗୋଟେ କୋଟିର ମାଲିକାଣୀ, କିନ୍ତୁ ମୋ ଗର୍ବ ନାହିଁ। ଯେତିକି ମୋଠୁ ସେମାନେ ଛଡ଼େଇ ନେଇଛନ୍ତି, ଠାକୁର 3 ଡବଲ ମୋତେ ଦେଇଛନ୍ତି। ସେତିକି ଭାଗ୍ୟବଶ, ସେତିକି ବାପା ମାଆଙ୍କ ଆଶୀର୍ବାଦ ଅଛି। କାରଣ ମୁଁ ଆଜି କାହାର ଟଙ୍କାଟେ ଖାଇନି କି କେହି ମୋତେ କହିପାରିବେ। ମୋ ବାପା ମାଆ ବି ଖାଇନାହାନ୍ତି କି ମୁଁ ଖାଇନି, କି ମୁଁ ବି ଚାହେଁନି କାହାର ଖାଇବା। ଏତିକି କଥା ମୁଁ କହୁଛି ଆପଣଙ୍କୁ।